ଯେତେବେଳେ ମାତା ପିତା ଜନ୍ମ କଲେ ଆଗ ପ୍ରଥମରେ ଗୁରୁ ମାତା ପିତାଙ୍କ ଠାରୁ ତାପରେ ସ୍କୁଲ ମାଷ୍ଟର ଗୁରୁ, ଶିକ୍ଷା ଗୁରୁ, କର୍ଣ୍ଣ ଗୁରୁ, ତତ୍ତ୍ୱଗୁରୁ, ଏ ଗୁରୁମାନଙ୍କର କଥା ଆପଣମାନେ ଟିକେ ଶୁଣ। ଆପଣମାନେ ସମସ୍ତଙ୍କୁ ମୋର ନମସ୍କାର। ଯେ ଆପଣମାନଙ୍କୁ କଥା କେତେଟା କହିବାର୍ ଲାଗି କହିକିରି ଶୁଣାବାର୍ ଲାଗି ମୁଇଁ ଚାହୁଁଛେ। ତ ଆଗ ପହଲା ଗୋଟେ ବର୍ଣ୍ଣନାଟେ କହିବି। ଆପଣମାନଙ୍କର ପସନ୍ଦକେ ଯଦି ଯିବା ଆପଣମାନେ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ। ଆପଣମାନେ ସାହାଯ୍ୟ କଲେ ମୁଁ କିଛି ଆଗ୍କେ ଲେଖିକରି ଶୁଣେଇ ପାରବି। ଆଉ ଆପଣମାନେ ଚାହିଁଲେ ଦେଇକରି ହେବାର, ଆପଣମାନେ ନାଇଁ ଚାହିଁଲେ ମୁଁ କିଛି ଶୁଣେଇ ଦେଇପାରେ। বন্দে শব্দ পুরুষায় মাতা পিতা নমস্তুতে। শিক্ষা গুরু তত্ত্ব গুরু বন্দে ভারত মাতা গো নমামি। প্রথমে বন্দে মোর মাতা পিতা, প্রথমে বন্দে মোর মাতা পিতা, দ্বিতীয় বন্দাই তৃতীয় দেবতা। প্রথমে বন্দে মোর মাতা পিতা, তৃতীয় বন্দে শিক্ষা গুরুদাতা, চতুর্থে বন্দে তত্ত্ব গুরু পিতা যে, পঞ্চমরে নাম ব্রহ্ম যে, ষষ্ঠমে পরম সূত্র কুবন্ধই, সপ্তমে বন্দে পবন যে। আজ্ঞା মানে প্রথমরে যে ବି আমার সাত পুরুষ ଥିଲେ, আমার সাত পুরুষক ଠାନୁ ଆମେ ଆଜି ତାଙ୍କର ରକ୍ତରୁ ତାଙ୍କର ଔରସରୁ ଆଜି ଆମେ ଜନ୍ମିତ ହେଇଛୁ। ଆଜି ଜନ୍ମିକରି ଆମର ମାତା ପିତା ଜନ୍ମ କଲେ। ଆମର ମାତା ପିତା ହେଲେ ଶ୍ରେଷ୍ଠ ଗୁରୁ। ତ ଆମର ମା ଆମକୁ ଚିହ୍ନେଇଛନ୍ ଯେ ହେଟା ତାକେ ବାପା ବୋଲବୁ, ତାହାକେ ଦାଦା ବୋଲବୁ, ତାହାକେ କାକା ବୋଲବୁ, ତାହାକେ ଇଟା ବାବା ବୋଲବୁ ବୋଲିକରି, ତେଣୁ ଆମେ ସେ ସବୁ କଥାକେ ଶିକ୍ଷା ପାଇକରି ପ୍ରଥମ ଗୁରୁ ହେଲେ ମାତା ପିତା। ତାରପରେ ଆମର ହେଲେ ଶିକ୍ଷା ଗୁରୁ, ସ୍କୁଲ ମାଷ୍ଟର ଯେନ୍ଟା, ସେ ସ୍କୁଲ ମାଷ୍ଟର ମାନଙ୍କୁ ଯେତେ ଆମର କଳାକାର ଆଜ୍ଞା ମାନେ ଯେନ୍ ଅଛନ୍, କିଏ ସେଟା ମାନେ ଏଇଟା ମାର୍ଜନା ନାଇଁ କରବାକେ, କେନ୍ ଗୁରୁ ମାନେ ଖାଲି ଗୀତ ବାଦ୍ୟ ଦଉଛନ୍ତି ସେତାକୁ ମାନଙ୍କୁ ଖାଲି ଗୁରୁରେ ସ୍ଥାପନ କରୁଛନ୍। ତାରପରେ କର୍ଣ୍ଣଗୁରୁ, କର୍ଣ୍ଣଗୁରୁ ପଛେ ତତ୍ତ୍ୱଗୁରୁ। ଏହି ତତ୍ତ୍ୱଗୁରୁର ନାମ ବ୍ରହ୍ମକେ ଆଶ୍ରା କରିକରି ଦେଖ 12 ବର୍ଷ ଥିଲା ଗୋବିନ୍ଦ ଚନ୍ଦ୍ର। ସେ ଗୋବିନ୍ଦ ଚନ୍ଦ୍ର ଏହି ନାମ ବ୍ରହ୍ମକେ ଜପିକରି ସେମାନେ ଅଜାମ୍ର ହେଇଗଲେ। ତେଣୁ ସେ ଉଦ୍ଦେଶ୍ୟ ନେଇକରି ମୁଇଁ ଆପଣମାନଙ୍କୁ ପଦେ ଶୁଣଉଛେ। ଶୁଣ ସୁଜନେ সদগুরু পাদ ধর, শুণ সুজনে সদগুরু পাদ ধর, শুণ সুজনে সদগুরু পাদ ধর, জগত ভগত সুজ্ঞ সাধু সন্থ, জগত ভগত সুজ্ঞ সাধু সন্থ, নাম ব্রহ্মে আশ্রয় কর, শুণ সুজনে
ସଦୁ ଗୁରୁ ପାଦ ଧର। ଏ ଜୀବ ଜଗତରେ ଆମେ ଯାହା ଅଛୁ ସମସ୍ତେ ହିଁ ଗୁରୁ କରବାର ଦରକାର। କାହିଁକି ଆଜ୍ଞା ଦେଖୁନ୍ ଆମର ଶୁକଦେବ ଶୁକ ପକ୍ଷୀ ଗୋଟେ ଗଛରେ ଥିଲେ ଶୁଷ୍କ ହେଇକରି କେବଳ ତାଙ୍କର ପ୍ରାଣ ତ୍ୟାଗ କରିକରି ସେ ଶୁକ ପକ୍ଷୀ ପାର୍ବତୀ ଶିବ ଯାଇକରି ଇଟା ଏକାମ୍ର କାନନରେ ସେ ବ୍ରହ୍ମଜ୍ଞାନ ଶୁଣିକରି ଶୁକ ପକ୍ଷୀ ଚେତି ଉଠିଲେ। ସେ ଶୁକ ପକ୍ଷୀକେ ଶିବ ଦୌଡ଼ାଲେ। ଶିବ ମାରବା ଲାଗି ଚେଷ୍ଟା କଲେ, ମାରି ନାଇଁ ପାରିଲେ, ତାହାକୁ ଧର୍ମ ନିରଞ୍ଜନ ସାହା ହେଲେ। ସେ ଶୁକ ପକ୍ଷୀ ଶୁକ ଜ୍ୟୋତି ହିସାବରେ ଜନ୍ମଗ୍ରହଣ କଲେ। ଯେ ସେଟା 12 ବର୍ଷ ସେମାନେ ମାତାର ଗର୍ଭରେ ଥିଲେ। 12 ବର୍ଷ ତ ସେଟା ନୁହେଁ, ସେଟା ହଉଛି 12 ମାସ। 12 ମାସ କୌପିନି ଧାରଣ କରିକି ଯାଇକି ଋଷି ଆଶ୍ରମରେ ଯେତେବେଳେ ରହିଲେ, ଯେନ୍ ଜାଗାରେ ବସନ୍ ତାଙ୍କର ବସଲା ଜାଗା ଉଦା ହୁଏ। କାହିଁକି ସେଟା ଉଦା ହୁଏ? ଯେତେବେଳେ ନିଜେ ଶୁକଦେବ ଗୁପା ହେଇକି ରହିଲେ, ତାରପରେ ସେ ଜାଗାରୁ ଗୋଟେ ଋଷିକେ ପଚରାଲେ। ସେମାନେ କହିଲେ ଯେ ଗୁରୁ ନାଇଁ କରି ବାବୁରେ, ତେଣୁ କରି ତୋର ମାତାର ଦୋଷ ଲାଗିଯାଏ ବୋଲିକରି ତୋତେ ଗୁରୁ କରବାକେ ବାଧ୍ୟ ବୋଲିକରି କହିଲେ। ତେଣୁ ଆଜ୍ଞା ବିବେକ ମର୍ଯ୍ୟାଦା ଧୀର ଆତ୍ମଜ୍ଞାନ ଗୁରୁ ଦେଲେ ସିନା ପାଇ, ବିନା ଗୁରୁ ସୂତ୍ର ନ ପାଇ ତୋରିବ କାହାର ଭରସା ନେଇ। ଗୁରୁମୁଖୀ ବିଦ୍ୟା ନୋହି କରିଅବା କେଉଁ କଥା ହେଲା ଜାତ। ଗୁରୁ ଯେ ଧାରଣ ଗୁରୁ ଯେ କାରଣ ଗୁରୁ ଯେ ଚିହ୍ନାଏ ତତ୍ଵ। ଗୁରୁ ନ ସେବିଲେ ତତ୍ଵ ନ ମିଳଇ জীব হুয়ে অকারণ। বধির শ্রবণে থিলে কেউ লাভ জীবন্তে লভে মরণ। যেতে মোর ভাই দাদা কাকা বাবা মানে মোর বাপা মানে যেতে অছ সমস্তে হি গুরু আশ্রিত সমস্তে। এতকি মোর নিবেদন।